ଶୁଣନ୍ତୁ, ବାଡ଼ି ଭାଙ୍ଗିବନି କି ସାପ ମରିବନି। ଯେ 100 ଥର ଇସ୍ତଫା କୋଉ ହିସାବରେ ଦେଇଦେବେ? ଥର ତ ଜିତିଛନ୍ତି, ପ୍ରଥମ ଥର ଜିତିକି ମୁଖ୍ୟମନ୍ତ୍ରୀ ହେଇଛନ୍ତି ଏବଂ ଲୋକଙ୍କ ଆଗରେ ମିଡିଆ ଆଗରେ କହିବା ଆଗରୁ ଟିକେ ଭାବିଚିନ୍ତି କହିବା କଥା। ଯେ କହିବା କଥା ବିରୋଧୀର ସ୍ୱର ହେଲା ଯଦି ସରକାର ଠିକ୍ ଠାକ୍ରେ ଚଲେଇ ପାରୁନାହାନ୍ତି ନିଶ୍ଚୟ ତାଙ୍କେ ଏ ଜିନିଷ ଦାବି କରିବେ। ତ ଏ ଜିନିଷ ନିଜେ ସ୍ୱୀକାର କରିବା କଥା ଯେ ଯଦି ସେ ଇସ୍ତଫା ଦେଲେ ସେ ଝିଅ ବଞ୍ଚି ଯାଉଛନ୍ତି, ଯଦି ସେ ବଞ୍ଚିଲା ବେଳୁ ସେ ଝିଅକୁ ନ୍ୟାୟ ଦେଲେନି ଏବଂ ସେ ଅଞ୍ଚଳଟିକୁ ମାନେ ଯୋଉ ପ୍ରକାର ନାରୀ ପ୍ରତି ଅତ୍ୟାଚାର ହେଉଛି, ଗଣଧର୍ଷଣ ହେଉଛି, ଗ୍ୟାଙ୍ଗ ରେପ୍ ହେଉଛି, ତାକୁ ସରକାର ସଚେତନତା ହେବା କଥା। ଆଉ ସେ ଜିନିଷ ନ କରିକି ନ କଲା ପରେ ଯଦି ଏ ଜିନିଷ ହୁଏ ତ ନିଶ୍ଚୟ ବିରୋଧୀ କହିବେ। ଆଜ୍ଞା, ଏହା ହେଉଛି କଥା। ତାଙ୍କର ମନ୍ତବ୍ୟ ଯେ ସାପ ମରିବନି କି ବାଡ଼ି ଭାଙ୍ଗିବନି।